ଜେଜେମାଙ୍କର ମୋର ବୁଲିଆ ବୁଲି କରିବାକୁ ଯାଇଥିଲୁ। ଭୋକ ହେଲା ସେଠୁ ପଶିଗଲୁ କୋଉଠି ନା ଇନ୍ଫୋସିଟି ଫୁଡ କ୍ଲଷ୍ଟର। ସେଠି ମମିସ୍ କାଫେ ଷ୍ଟୋରିଜ ଗୋଟେ ଅଛି। ତା ଭିତରେ ଦେଖିଲୁ କେତେ ପ୍ରକାର ଜିନିଷ, ମିଲ୍କଶେକ୍, କୋଲ୍ଡ କଫି, ବହୁତ ପ୍ରକାର ଜିନିଷ ସବୁ ଲେଖା ହେଇଛି। ଆପଣମାନେ ଦେଖିଲେ ଆପଣମାନଙ୍କୁ ବହୁତ ଖୁସି ଲାଗିବ। ଆପଣମାନେ ମଧ୍ୟ କମ ଟଙ୍କାରୁ ମଧ୍ୟ ଏଠି ମଧ୍ୟ ପାଇପାରିବେ। ଏଇ ଯୋଉ ପିଲାଟି ଏଠି କରିଛି ମନୋଜ, ନିଜେ ହ୍ୟାଣ୍ଡମେଡ ତିଆରି କରି ନିଜେ ଦଉଛି, ବହୁତ ପରିଶ୍ରମ କରି କରୁଛି କାମ। ଆପଣମାନେ ଏଇ ଯୋଉ ମମିସ୍ କାଫେ ଷ୍ଟୋରିଜ ଅଛି, ନିଶ୍ଚିତ ସେଠି ଯିବେ, ଦେଖିବେ, ବହୁତ ବଢିଆ ଲାଗୁଛି, ବଢିଆ ଲାଗିବ। କିନ୍ତୁ ଆମକୁ ସେତେବେଳେ ଭୋକ ହଉଥିଲା। ମୁଁ କହିଲି ଜେଜେମା ଆଗ ଚାଲ ଖାଇଦବା, ତାପରେ ଆମେ ଯିବା ମମିସ୍ କାଫେକୁ। ବହୁତ ପିଲା ବସିଥାନ୍ତି। ପ୍ରଥମେ ଜେଜେମା କଣ କଲେ ନା ବନ ସାଙ୍ଗରେ ଚା ଟିକେ ମୋର ପିଇବାକୁ ଇଚ୍ଛା ଥିଲା, ଚା ମଗେଇଦେଲେ। ମୁଁ ଆଗ ଚାଖିଲି ଆରେ ହେଇ ଖାଇସାରିଲା ପରେ ଦେଖିଲି ପ୍ରକୃତ ଟେଷ୍ଟ ବହୁତ ଭଲ ଅଛି। ତାପରେ ଜେଜେମା କଣ କଲେ କି 2 ପ୍ରକାରର ସରବତ କଣ ମଗେଇ ଦେଇଛନ୍ତି। କଣ ଗୋଟେ କହିଲେ ବ୍ଲୁ ଲାଗୁନୁ, ଆଉ ଗୋଟେ କଣ 2 ପ୍ରକାର ସରବତ ପିଇବି, ଦେଖିବା, ଟେଷ୍ଟ କରିବା। ଜେଜେମା ସବୁ ମଗେଇଛନ୍ତି, ମୁଁ ଟେଷ୍ଟ କଲି, ସବୁ ଜିନିଷ ଟେଷ୍ଟ କରୁଥାଏ। ମତେ କିନ୍ତୁ ବ୍ଲୁ ଲାଗୁନ ଅପେକ୍ଷା ଚିଲି ଗୁଆଭାଟା ଟିକେ ବେଶୀ, ଏଇ ଯୋଉ ଜିନିଷଟା ବହୁତ ଭଲ ଲାଗିଲା। 2 ପ୍ରକାର ମଗେଇଛନ୍ତି, ଖାଇବା କଥା ଆଉ। ତାପରେ ଆସିଲା ପିଜା। ଜେଜେମା ମଗେଇଥିଲା ପିଜା, ତା ଦେହରେ ପକେଇଦେଲି, ଖାଇଲି। ଦେଖେ ଟେଷ୍ଟ କେମିତି କଣ ଅଛି। ଟିକେ ତାକୁ ବି ପିଉଥାଏ ଟିକେ, ବାସ୍। ତାପରେ ଆସିଗଲା ବର୍ଗର। ଇଲୋ ବୋପା ମା, ଏଡେ ବଟା ତାକୁ ମତେ କହିଲେ ଏମିତି ଧରିକି ଖାଅ। ମୁଁ ଗଲା ଏଡେ ବଡ ଆଣ୍ଟା କରି ତ ଖାଇଗଲି ଆଉ। ଓ ଫାର୍ଷ୍ଟ କ୍ଲାସ। ତାପରେ ମଗେଇଲେ କଣ ୱାଫେଲ। ଏଇଟା ସେ ଆମର ମମିସ୍ କାଫେରୁ ଆସିଲା। ସତରେ ଟେଷ୍ଟ ପୁରା ବଢିଆ। ଫାର୍ଷ୍ଟ କ୍ଲାସ। ତାପରେ ଆସିଲୁ ମାମିସ୍ କାଫେର ମନୋଜ ପାଖକୁ। ଏଠି ବିଭିନ୍ନ ପ୍ରକାର ସେକ୍, ତାପରେ ୱାଫେଲ୍ସ, ମୋଜିଟୋ, ବ୍ରାଉନି, ଏମିତି ବିଭିନ୍ନ ପ୍ରକାର ଜିନିଷ ସେ ନିଜ ହାତରେ ତିଆରି କରୁଛି, ମାନେ ହ୍ୟାଣ୍ଡମେଡ୍ ସବୁ। ମୁଁ ତ ଖାଇଲି, ଆସିଲି, ମତେ ଭଲ ଲାଗିଲା। ଆପଣମାନେ ନିଶ୍ଚିତ ଆସିବେ, ମନେ ରଖିଥାନ୍ତୁ, ଇନ୍ଫୋସିଟି ଫୁଡ କ୍ଲଷ୍ଟର, ମମିସ୍ କାଫେ ଷ୍ଟୋରିଜ। ଯେମିତି ହେଲେ ମମିସ୍ କାଫେ ଷ୍ଟୋରିକି ଆସିବେ। ମନୋଜର ବ୍ୟବହାର ବହୁତ ଭଲ ଲାଗିଲା, ଆପଣମାନେ ଆସିଲେ ଜାଣିବେ।